ଗମ୍ଭୀରାରୁ ବାହାରିଲେ ମାହେଶ୍ୱରୀ ଦେବୀ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିକଟ କାନପୁର ମାହେଶ୍ୱରୀ ମନ୍ଦିର ଗମ୍ଭୀରାରୁ ଆଜି ଦେବୀମାନେ ପୂଜା ମଣ୍ଡପକୁ ବାହାରିଛନ୍ତି। 3 ଦିନାତ୍ମକ ପୂଜା ଅବସରରେ ଦେବୀମାନେ ପୂଜା ମଣ୍ଡପରେ ବିଜେ କରିଛନ୍ତି। ଆଜି ରୀତିନୀତି ଅନୁସାରେ ହୋମ ଯଜ୍ଞ ଏବଂ ପୂଜାପାଠ ପରେ ଦେବୀ ପରମେଶ୍ୱରୀ, ନରଘଣ୍ଟା, ଚାମୁଣ୍ଡା ଏବଂ ଛତିଛତ୍ରକୁ ଗମ୍ଭୀରାରୁ ପୂଜା ମଣ୍ଡପକୁ ଅଣାଯାଇ ବିଜେ କରାଯାଇଛି। ଆସନ୍ତାକାଲି ପୂଜା ମଣ୍ଡପରେ ମହାଖଳା ପୂଜା ଅନୁଷ୍ଠିତ ହେବ। ସେହିଭଳି ମହାଖଳା ପୂଜା ପରେ ଦେବୀ ମାହେଶ୍ୱରୀ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ଦେମୂଳକୁ ଯିବେ। ସେଠାରେ ଦେବୀଙ୍କ ନିଶା ପୂଜା ଅନୁଷ୍ଠିତ ହେବା ସହ ଦେବୀଙ୍କୁ ପୋଢ଼ ବଳି ଦିଆଯିବ। ପୁଣି ସକାଳୁ ଦେବୀ ମା ମାହେଶ୍ୱରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ସମୟରେ କାନପୁର ଗାଁର ପ୍ରତ୍ୟେକ ଘରେ ପୂଜା ପାଇବେ ଦେବୀ ମା ମାହେଶ୍ୱରୀ। ତେବେ ଏହି ଯାତ୍ରା ସମୟରେ ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳରୁ ଦେବୀଙ୍କ ପାଇଁ ସ୍ୱତନ୍ତ୍ର ଖଞ୍ଜା ମଧ୍ୟ ଆସିଥାଏ। ମାଙ୍କ ଏହି ସ୍ୱତନ୍ତ୍ର ପୂଜା ପାଇଁ ସବୁ ପ୍ରସ୍ତୁତି ସରିସାରିଛି। ସେପଟେ ପ୍ରଥମ ଥର ପାଇଁ ଦେମୂଳରେ ଅନୁଷ୍ଠିତ ହେଉଛି ମହିଷାସୁର ଦରବାର। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଏହି ଦରବାର ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ମା ମାହେଶ୍ୱରୀଙ୍କ ଏହି ଅସିନପୁନି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।